ଜବାହର ପଟେଲ, ଚନ୍ଦ୍ରଶେଖର ପାତ୍ର ଏ ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ। ନବୀନ ପଟ୍ଟନାୟକଙ୍କ ସହ 2008 ମସିହାରୁ ଏମାନେ ଅଛନ୍ତି। ଏହା ଭିତରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀରୁ ବିରୋଧୀ ଦଳ ନେତା ହୋଇଯାଇଛନ୍ତି ଏବଂ ଏମାନେ ଚାକିରିରୁ ଅବସର ନେଇସାରିଛନ୍ତି। ତା ସତ୍ତ୍ୱେ ମଧ୍ୟ ଉଭୟ ପାତ୍ର ଏବଂ ପଟେଲ ବାବୁ ନବୀନ ପଟ୍ଟନାୟକଙ୍କ ସହ ଆଜି ମଧ୍ୟ ରହିଛନ୍ତି। କିନ୍ତୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜର 23 ମାସ କାର୍ଯ୍ୟକାଳରେ ଦୁଇ ଜଣ ପ୍ରାଇଭେଟ ସେକ୍ରେଟାରୀଙ୍କୁ ବଦଳି କରିସାରିଛନ୍ତି, ଯେଉଁମାନେ ସିନିୟର ଓଏସ୍ ଅଫିସର। ଦୁଇ ଜଣ ଓଏସ୍ଡିଙ୍କୁ ବିଦାୟ କରିଦେଇଛନ୍ତି, ଆଉ ଏବେ ନିଜର ଦୁଇ ଜଣ ଲେଡି ପିଏସ୍ଙ୍କୁ ବିଦାୟ କରିଦେଇଛନ୍ତି। ଗତ ଏପ୍ରିଲ 24 ତାରିଖରେ ବିଜେପିର ଏକ ଜନ ଆକ୍ରୋଶ ରାଲି ହେଉଥିଲା। ଭୁବନେଶ୍ୱରର ରାମ ମନ୍ଦିରରୁ ଏକ ରାଲିରେ ବାହାରିବାର ଥିଲା। ବିଜେପିର କାର୍ଯ୍ୟକର୍ତ୍ତାମାନେ ପ୍ରଭାତୀ ପରିଡ଼ାଙ୍କୁ ଘେରି ରହିଥିଲେ। ସେହି ସମୟରେ କାର୍ଯ୍ୟକର୍ତ୍ତାଙ୍କର ଠେଲାପେଲାରେ ଦୀପରୁ କିଛି ତେଲ ବା ଘିଅ ଆସିକି ପ୍ରଭାତୀ ପରିଡ଼ାଙ୍କର ଶାଢ଼ୀରେ ପଡ଼ିଯାଇଥିଲା, ଯାହାଦ୍ୱାରା ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ ମ୍ୟାଡାମ ଉପମୁଖ୍ୟମନ୍ତ୍ରୀ। ଆଉ ଏହାର ରାଗ ସୁଝାଇଥିଲେ ନିଜର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଉପରେ। ମାନେ ଏପ୍ରିଲ 24 ତାରିଖରେ ଏଭଳିଆ ଘଟଣା ଘଟିଲା। ତାର 4 ଦିନ ପରେ ସେ ଲେଡି ପିଏସ୍ ଦୁଇ ଜଣଙ୍କୁ କୁହାଗଲା ଯେ ଆପଣମାନେ ଆଉ ମ୍ୟାଡାମଙ୍କର ଡ୍ୟୁଟି କରିବାର ଆବଶ୍ୟକତା ନାହିଁ। ପ୍ରଥମେ ଦୁଇ ଜଣ ପ୍ରାଇଭେଟ ସେକ୍ରେଟାରୀଙ୍କୁ ବିଦାୟ କରିଥିଲେ, ତାପରେ ଓଏସ୍ଡିଙ୍କୁ ବିଦାୟ କରିଥିଲେ, ଆଉ ଏବେ ଦୁଇ ଜଣ ଲେଡି ପିଏସ୍ଙ୍କୁ ନିଜ ପାଖରୁ ବିଦାୟ କରିଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ ମ୍ୟାଡାମ ଟିକେ ଜାଣିବା ଦରକାର ଯେ ନବୀନ ପଟ୍ଟନାୟକ ନିଜର ବ୍ୟକ୍ତିଗତ ପିଏସ୍ମାନଙ୍କୁ ଚାକିରିରେ ଥିଲାବେଳେ ରଖିଥିଲେ, ମୁଖ୍ୟମନ୍ତ୍ରୀ କାଳରେ ରଖିଥିଲେ, ଏବେ ନିଜେ ବିରୋଧୀ ଦଳର ନେତା ଏବଂ ନିଜର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ପଟେଲ ଏବଂ ପାତ୍ରବାବୁ ସେ ମଧ୍ୟ ଅବସର ନେଇସାରିଛନ୍ତି। ପ୍ରଭାତୀ ପରିଡ଼ା ଏଥିରୁ ବୁଝିପାରୁଥିବେ ନବୀନ ପଟ୍ଟନାୟକ କାହିଁକି ନିରନ୍ତର ଭାବେ 24 ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ ଆଉ ଓଡ଼ିଶାରେ ଏତେ ପପୁଲାର ହେଲେ। ଯିଏ ନିଜର ପ୍ରାଇଭେଟ ସେକ୍ରେଟାରୀ, ଓଏସ୍ଡି ଏବଂ ପିଏସ୍ମାନଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିପାରୁନାହାନ୍ତି, ସେ ସାରା ରାଜ୍ୟର କିପରି ବିକାଶ କରିବେ।